କାହାଣୀ ଭୟଭୀତ ବ୍ୟକ୍ତି ସାହସିକ ହୋଇଯାଏ। ଜଣେ ବ୍ୟକ୍ତି ଯିଏ ଭୟଭୀତର ଅଭିଶାପ ସହିତ ଜନ୍ମ ହୋଇଥିଲା। ଏକଦା ସେହି ଡରୁଆ ବ୍ୟକ୍ତି ସମ୍ପୂର୍ଣ୍ଣ ଭୟରୁ ମୁକ୍ତ ହୋଇ ସାହସୀ ବ୍ୟକ୍ତି ହୋଇଯାଇଥିଲା। ସେ କିପରି ଏସବୁ କରିଛନ୍ତି ଜାଣିବା ପାଇଁ ଆପଣଙ୍କୁ ଏହି କାହାଣୀଟି ଶୁଣିବାକୁ ପଡ଼ିବ। ଏହି କାହାଣୀ ବହୁତ ଦିନ ପୂର୍ବରୁ ଘଟିଥିଲା। ଜଣେ ବ୍ୟକ୍ତି ଗୋଟିଏ ଗାଁରେ ରହୁଥିଲେ। ସେ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ହେତୁ ଗାଁର ଲୋକମାନେ ତାଙ୍କୁ ଭୟଭୀତ କରାଇଥିଲେ। ଗାଁର ସମସ୍ତେ ତାଙ୍କୁ ତାଙ୍କ ନାମରେ ଡାକିନଥିଲେ, କିନ୍ତୁ ତାଙ୍କୁ ଭୟଭୀତ ବୋଲି କହିଥିଲେ। ଏହି ସମସ୍ୟା ହେତୁ ବ୍ୟକ୍ତି ଜଣକ ନିଜେ ବହୁତ ଅସୁବିଧାରେ ପଡ଼ିଥିଲେ। ସେଥିପାଇଁ ଦିନେ ସେ ସ୍ଥିର କଲେ ଯେ ସେ ନିଜକୁ ପରିବର୍ତ୍ତନ କରିବେ। ସେହି ଭୟଭୀତ ବ୍ୟକ୍ତି ଜାଣିଥିଲେ ଯେ ଗାଁରେ ଜଣେ ସାଧୁ ରହୁଛନ୍ତି। ସେହି ସାଧୁଙ୍କ ପାଖକୁ ସେ ଗଲା। ସାଧୁଙ୍କୁ ନିଜର ଦୁଃଖ ବିଷୟରେ ଜଣାଇଲା। ସାଧୁଙ୍କୁ କହିଲେ ଯେ ମୋ ମନରୁ କିପରି ଭୟ ଦୂର ହୋଇପାରିବ, ମୋତେ ଏହାର ରାସ୍ତା ବତାଇ ଦିଅନ୍ତୁ। ସାଧୁ ତାଙ୍କର ସବୁ କଥା ଶୁଣିଲେ। ସାଧୁ ସେହି ଡରୁଆ ବ୍ୟକ୍ତିକୁ କହିଲେ, ମୁଁ ତୁମକୁ ନିଶ୍ଚିତ ସାହାଯ୍ୟ କରିବି। ମୁଁ ତୁମକୁ ତୁମର ମନରୁ କିପରି ଭୟ ଦୂର କରିବାର ବାଟ ଦେଖାଇଦେବି। ତା ପୂର୍ବରୁ ତୁମକୁ ଗୋଟିଏ ମୋର କାମ କରିବାକୁ ପଡ଼ିବ। ସେହି ଭୟଭୀତ ବ୍ୟକ୍ତି ସାଧୁଙ୍କୁ କହିଲେ, ଆପଣ ଯାହା କହିବେ ତାହା ମୁଁ କରିବି। ମୋତେ ଶୀଘ୍ର ମନରୁ ଭୟର ଦୂର କରିବାର ଉପାୟ ବତାଇ ଦିଅନ୍ତୁ। ତୁମକୁ ଗୋଟିଏ ମାସ ପର୍ଯ୍ୟନ୍ତ ଅନ୍ୟ ଏକ ଗାଁରେ ରହିବାକୁ ପଡ଼ିବ। ଆଉ ସେହି ଗାଁକୁ ଯିବା ସମୟରେ ଯେଉଁ ବ୍ୟକ୍ତିକୁ ତୁମେ ଭେଟିବ, ଜୋର ଜୋରରେ କହିବ ଯେ ମୁଁ ଭୟାତୁର ଲୋକ ନୁହେଁ। ସାଧୁଙ୍କ ଏହି ସର୍ତ୍ତ ଶୁଣି ସେହି ଲୋକଟି ଚିନ୍ତାରେ ପଡ଼ିଗଲା। କିନ୍ତୁ କ'ଣ ବି କରିପାରିଥାନ୍ତା? ସେ ନିଜର ଘରକୁ ଚାଲିଗଲା। ଘରେ କିଛି ଦିନ ରହିବା ପରେ ସେହି ଲୋକଟି ଭାବିଲା, ଏହି କାମଟି ମୁଁ କରିବି କି ନାହିଁ। ଗୋଟିଏ ମାସ ବିତିଗଲା ପରେ ସେହି ଲୋକଟି ଭାବିଲା, ଠିକ୍ ଅଛି, ଗୁରୁଜୀଙ୍କର କଥା ମାନିନେଲେ ମୋର ବା କ'ଣ ଅସୁବିଧା ହେବ। ଏହି କାମଟି ପ୍ରଥମରେ କରିବା ପାଇଁ ସେହି ଭୟଭୀତ ବ୍ୟକ୍ତିକୁ ବହୁତ କଷ୍ଟ ଉଠାଇବାକୁ ପଡ଼ିଲା। ସେ ଯେତେବେଳେ ମୁହଁରୁ ଏହି ଶବ୍ଦ ବାହାର କରୁଥିଲା ଯେ ମୁଁ ଡରୁଆ ବ୍ୟକ୍ତି ନୁହେଁ, ସେହି ସମୟରେ ତାହାର ଦେହ ଥରୁଥିଲା। କିନ୍ତୁ ଯେତେବେଳେ କିଛି ଦିନ ବିତିଗଲା ତା ମନରୁ ଭୟ ଅଳ୍ପ ଅଳ୍ପ ଦୂର ହେବାରେ ଲାଗିଲା। ଆଉ ସେ ଉଚ୍ଚ ସ୍ୱରରେ ମୁଁ ଜଣେ ଡରୁଆ ବ୍ୟକ୍ତି ନୁହେଁ ବୋଲି କହିପାରିଲା। ପ୍ରଥମେ ଯେଉଁ ଲୋକ କାହାକୁ କିଛି କହିବା ସମୟରେ ତାହାର ଦେହ ହାତ ଥରୁଥାଏ, ଆଜି ସେ ବହୁତ ଜୋର ଜୋରରେ ଲୋକମାନଙ୍କୁ କହିପାରୁଛି ଯେ ମୁଁ ଜଣେ ଭୟାତୁର ଲୋକ ନୁହେଁ। ଗୋଟିଏ ମାସ ବିତିବା ପରେ ସେହି ଭୟଭୀତ ବ୍ୟକ୍ତି ସାଧୁଙ୍କ ପାଖକୁ ଫେରି ଆସିଲେ। ସେହି ଭୟଭୀତ ବ୍ୟକ୍ତିଟି ସାଧୁଙ୍କୁ କହିଲେ, ମୋ ଭିତରେ ଭୟ ଦୂର ହୋଇଯାଇଛି। ବର୍ତ୍ତମାନ ମୁଁ କାହାକୁ ଡରୁ ନାହିଁ।
ଆଉ ମୁଁ ବର୍ତ୍ତମାନ କିଛି ବି କରିପାରିବି। ଭୟଭୀତ ବ୍ୟକ୍ତି ସାଧୁଙ୍କୁ କହିଲେ, ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। କ'ଣ ଏହିସବୁ କାମ କରିଲେ ମୋ ମନରୁ ସମ୍ପୂର୍ଣ୍ଣ ଭୟ ଦୂର ହୋଇଯିବ? ସାଧୁ ସେହି ବ୍ୟକ୍ତିକୁ କହିଲେ, କୌଣସି ବି ବ୍ୟକ୍ତି ସାହସୀ ହେବାକୁ ଯଦି ଚାହିଁବ, ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଏହା ସମସ୍ତଙ୍କୁ ବହୁତ ଡର ଲାଗିଥାଏ। ଏହି କାମ କରିବା ପରେ ତୁମ ମନରୁ ଭୟ ଦୂର ହୋଇଯାଇଛି। ଆମେ ସବୁଠାରୁ ଯେଉଁ କାମକୁ ଭୟ କରିଥାଉଁ, ସେହି କାମ କରିବା ପାଇଁ ତାର ସମାଧାନକୁ ବା ଜ୍ଞାନକୁ ଜାଣିନେଲେ ଆମକୁ ସେହି କାମ କରିବା ପାଇଁ ସହଜ ଏବଂ ଆମେ ସାହସୀ ହୋଇପାରିବା। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।